ଯେତେବେଳେ ବିଜେଡି ପାୱାରରେ ଥିଲା ମୋର ମନେ ଅଛି ମୁଁ ନୂଆ ନୂଆରେ ଆସିଲା ବେଳକୁ ଗୋଟେ ବଡିଟେ ସାଉଦିରୁ ଆସିପାରୁନଥିଲା ମାସେ ଲାଗିଲା ଆମେ କଷ୍ଟ ପଡ଼ିକି ଆଣିଲୁ। ଏମିତି ବହୁତ ଗୁଡ଼ିଏ ବଡି ଆଣିଛୁ, ବହୁତ ଗୁଡ଼ିଏ ଯେଉଁ ଦାଦନ ଲୋକ ବାହାରେ ଯାଇଛନ୍ତି କରୋନା ବେଳକୁ ସେତେବେଳେ ଆଣି କରୁଛୁ। ମାତ୍ର ଏଇ ଯେଉଁ କ୍ୱେଶ୍ଚନଟା ଆପଣ ପଚାରିଲେ ଆପଣ ପାଖରେ ବୋଧେ ଠିକ୍ ତଥ୍ୟ ନାହିଁ, ମୋ ପାଖରେ ଅପ୍ ଟୁ ଡେଟ୍ ତଥ୍ୟ ଅଛି। ଚାରିଟା ଗୋଟେ ନାହିଁ ଚାରି ଚାରିଟା ମୃତ୍ୟୁ ଏଇ ସପ୍ତାହ ଭିତରେ ହେଇଛି ଦାଦନ ଖଟିବା ଲୋକରୁ। ଗୋଟେ ହେଲା ସିଙ୍ଗାପୁରରୁ ତୁଟିପୁର ଗୋଟେ ପିଲାଟିର ମୃତ୍ୟୁ ହେଇଗଲା, ତାଙ୍କୁ 4 ଦିନ ପରେ ଅଣା ହେଲା, କାଲି ତାଙ୍କର ଦାହ ସଂସ୍କାର କରାହେଲା। ସେମିତି ଗୁଣ୍ଡିପଦରେ ହାଇଦ୍ରାବାଦରେ ଗୋଟେ ପିଲାଟେ ଆକ୍ସିଡେଣ୍ଟରେ ମରିଗଲା, ତାଙ୍କର ହେଲେ ବଡି ଆସିକି ଦାହ ହେଲା। ସେ ବଡି ପିଲାଟା ଯେଉଁ ମରିଗଲା ଗୁଣ୍ଡିପଦର ଆମର ଚେୟାରମ୍ୟାନର ଘରକୁ 4ଟା ଘର ଛାଡ଼ିକି, ଚେୟାରପର୍ସନର 4ଟା ଘର ଛାଡ଼ିକି। ତାପରେ ଜିଲୁଣ୍ଡାର ଗୋଟେ ପିଲାଟେ ସୁଇସାଇଡ୍ କରିକି ମରିଥିଲା, ତାର ବଡି ହେଲେ ଆସିଲା। ତାପରେ ଜେନାପୁର କଥା ଆସିଲା ବେଳକୁ ଜେନାପୁରର ଆକ୍ଚୁଆଲି ଆଘାତରେ 5 ଜଣ ହେଇଥିଲେ, 5 ଜଣରୁ 2 ଦିନ ତଳେ ଜଣକୁ ମେଡ଼ିକାଲ ତାଙ୍କୁ ଡିସଚାର୍ଜ କରିଦେଲା, ଆଉ ଜଣେ କାଲି ମରିଗଲେ। କାଲି ତାଙ୍କର ଆଜି ରାତି ସୁଦ୍ଧା ତାଙ୍କର ବଡି ଆସିବ। ଆଉ ଯେଉଁ 3 ଜଣ ଅଛନ୍ତି ସେଠି ତାଙ୍କମାନଙ୍କର ଅପଡେଟ୍ ମୁଁ ରେଗୁଲାରଲି ନେଉଛି, ଆଉ ଯାହା ଯେମିତି ଆମେ ଚେଷ୍ଟା କରିକି ଆମେ କ'ଣ ସାହାଯ୍ୟ କରିବା ଆମେ କରିବୁ ତାଙ୍କୁ। ଆଉ ସାର୍ ଯେଉଁ ବିଧାୟକ ଅଛନ୍ତି ଆମେ ଜାଣତରେ ସୋସିଆଲ ମିଡ଼ିଆରେ ଗୋଟେ ଶୋକବାର୍ତ୍ତା ହେଲେ ଦେଲେନି, ତ ଆପଣ କହିବେ କି ସରକାର ଡେଡ୍ ବଡି ପାଇଁ କୌଣସି ବ୍ୟବସ୍ଥା କରିପାରିବ ନାହିଁ ବୋଲିକି